କର୍ମର ଫଳ। ଥରକର କଥା, ଦେବର୍ଷି ନାରଦ ଏବଂ ଋଷି ଅଙ୍ଗିରା କୁଆଡ଼େ ଯାଉଥିଲେ। ବାଟରେ ସେମାନଙ୍କ ନଜର ଏକ ମିଠା ଦୋକାନ ଉପରେ ପଡ଼ିଲା। ଦୋକାନ ପାଖରେ ହିଁ ଅଇଁଠା ପତ୍ରର ଏକ ଗଦା ହୋଇଥିଲା। ସେହି ଅଇଁଠାକୁ ଖାଇବା ପାଇଁ ଯେତେବେଳେ ଏକ କୁକୁର ଆସିଲା, ସେତିକିବେଳେ ଦୋକାନ ମାଲିକ ତାକୁ ଏକ ଜୋରଦାର ପାହାର ପକାଇଲା। ବାଡ଼ିମାଡ଼ ଖାଇ କୁକୁରଟି ଚିତ୍କାର କରି ସେଠାରୁ ପଳାଇଲା। ଏହି ଦୃଶ୍ୟ ଦେଖି ଦେବର୍ଷି ନାରଦଙ୍କୁ ହସ ମାଡ଼ିଲା। ଋଷି ଅଙ୍ଗିରା ତାଙ୍କୁ ହସର କାରଣ ପଚାରିଲେ। ନାରଦ କହିଲେ, ହେ ଋଷିବର, ଏହି ଦୋକାନଟି ପୂର୍ବରୁ ଜଣେ କଞ୍ଜୁସ ବ୍ୟକ୍ତିର ଥିଲା। ନିଜ ଜୀବନକାଳ ମଧ୍ୟରେ ସେ ବହୁତ ଟଙ୍କା ପଇସା ଜମା କରିଥିଲା। ଏହି ଜନ୍ମରେ ସେ ଏକ କୁକୁର ହୋଇ ଜନ୍ମ ହୋଇଛି ଏବଂ ଏହି ଦୋକାନ ମାଲିକ ହେଉଛି ତାର ପୁଅ। ଦେଖନ୍ତୁ, ଯାହାପାଇଁ ସେ ଅପାର ଧନ ସମ୍ପତ୍ତି ସାଉଁଟିଥିଲା, ଆଜି ତାରି ହାତରୁ ତାକୁ ଟିକେ ଅଇଁଠା ଖାଦ୍ୟ ମଧ୍ୟ ମିଳିପାରୁନାହିଁ। କର୍ମଫଳର ଏହି ଖେଳକୁ ଦେଖି ମୋତେ ହସ ମାଡ଼ିଲା। ମଣିଷକୁ ନିଜର ଶୁଭ ଏବଂ ଅଶୁଭ କର୍ମର ଫଳ ନିଶ୍ଚିତ ଭାବେ ମିଳିଥାଏ। ଏଥିପାଇଁ ହୁଏତ ତାକୁ ଜନ୍ମଜନ୍ମାନ୍ତରର ଯାତ୍ରା କରିବାକୁ ପଡ଼ିପାରେ। ଶିକ୍ଷା, ଆମେ ଯେଉଁଭଳି କର୍ମ କରିବା, ଆମକୁ ସେହିଭଳି ଫଳ ଭୋଗିବାକୁ ପଡ଼ିବ। ସମୟଚକ୍ରରେ କର୍ମର ଫଳ କେବେ ବି ବୃଥା ଯାଏ ନାହିଁ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।